ଜାମୁକୋଳି ଏକ ମିଠା ଏବଂ ଖଟା ଫଳ। ଜାମୁକୋଳି ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରି ରହିଛି, ଯାହା ହାର୍ଟ ପାଇଁ ବହୁତ ଭଲ। ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ ଜାମୁନ୍ ସେବନ କରନ୍ତି, କିନ୍ତୁ ସେମାନେ ଜାମୁକୋଳିର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଜାମୁକୋଳିର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଜାମୁକୋଳି ପରି ଏହି ମଞ୍ଜି ମଧ୍ୟ ପୁଷ୍ଟିକର ପଦାର୍ଥରେ ଭରପୁର। ଆପଣ ଜାମୁକୋଳିର ମଞ୍ଜିକୁ ପାଉଡର କରି ମଧ୍ୟ ଖାଇପାରିବେ। ଜାମୁକୋଳି ମଞ୍ଜି ଗୁଣ୍ଡ ମଧୁମେହ ଏବଂ ରକ୍ତଚାପ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଏହି ପାଉଡର ଖାଇବା ଦ୍ୱାରା ପାଚନ ଏବଂ ମେଟାବଲିଜିମ୍ ବୃଦ୍ଧି ହୋଇଥାଏ। ଯଦି ଆପଣ ମଧୁମେହ ରୋଗୀ, ତେବେ ଆପଣ ଜାମୁକୋଳି ଗୁଣ୍ଡ ଖାଇପାରିବେ। ଜାମୁକୋଳି ପାଉଡର ଶରୀରରେ ଇନ୍ସୁଲିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ସହିତ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍ ଥାଏ। ଏପରି ପରିସ୍ଥିତିରେ ଯଦି ମଧୁମେହ ରୋଗୀ ଜାମୁକୋଳି ମଞ୍ଜି ପାଉଡର ଖାଆନ୍ତି, ତେବେ ସେମାନଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ। ଜାମୁକୋଳି ପାଉଡର ସେବନ କରି ମଧୁମେହକୁ ରୋକାଯାଇପାରିବ। ଏହାସହ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି, ତେବେ ଆପଣ ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ସେବନ କରିପାରିବେ। ଏଥିରେ ଥିବା ଗୁଣ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଆପଣଙ୍କର ରକ୍ତଚାପ ବହୁତ ଅଧିକ, ତେବେ ଆପଣ ଏହାକୁ ଡାକ୍ତରଙ୍କ ପରାମର୍ଶ ନେଇ ସେବନ କରିବା ଉଚିତ।